ମୁଁ ଆପଣଙ୍କ ପ୍ରିୟ ଜ୍ୟୋତିରଞ୍ଜନ ଆଉ ଏକ ନୂଆ ବ୍ଲଗକୁ ମୁଁ ଆପଣଙ୍କୁ ସ୍ୱାଗତ ଜଣାଉଛି, ଯାହାକି ଓଡ଼ିଶା ସରକାରଙ୍କର ଗୋଟିଏ ଚାଷୀ ପଞ୍ଜୀକରଣ ବାବଦରେ ଏକ ଇନଫର୍ମେସନ୍ ଆପଣମାନଙ୍କୁ ଦେଉଛି, ଯାହାକି ଆପଣ ଜେକେପି ଇଣ୍ଡିଆ ମାଧ୍ୟମରେ ଆପଣ ଏହା ଦେଖିପାରିବେ। ମୋର ନୂଆ ୟୁଟ୍ୟୁବ୍ ଚ୍ୟାନେଲ୍, ଯଦି ଆପଣ ଏହାକୁ ସବସ୍କ୍ରାଇବ୍ କରିନାହାନ୍ତି ଦୟାକରି ଆପଣ ଏହାକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଲାଇକ୍ କରନ୍ତୁ ଏବଂ ଆପଣମାନଙ୍କର ସମସ୍ତ ପରିଚିତ ସାଙ୍ଗସାଥିମାନଙ୍କୁ ମଧ୍ୟ ଆପଣ ତାକୁ ସେୟାର କରିବାକୁ ମୋର ବିନମ୍ର ଅନୁରୋଧ। ବର୍ତ୍ତମାନ ଓଡ଼ିଶା ସରକାରଙ୍କର ଏକ ଘୋଷଣା, ଯାହାକି ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇଛି, କୃଷକ ରେଜିଷ୍ଟ୍ରି। ବର୍ତ୍ତମାନ ଆପଣମାନେ ଯେଉଁଭଳି ଭାବରେ ବିଗତ ଦିନ ଗୁଡ଼ିକରେ ସରକାର ଯୋଜନା କରୁଛନ୍ତି ଯେ ଚାଷୀମାନଙ୍କର ଗୋଟିଏ ଡାଟାବେସ୍ ସେ ପ୍ରସ୍ତୁତ କରିବା ପାଇଁ, ବିଗତ ଦିନରେ ଯେଉଁଭଳି ଭାବରେ EKYC ଦ୍ୱାରା ଭୂତ ଚାଷୀ ମାନେ ଆପଣମାନଙ୍କର ଖାଦ୍ୟ ଓ ଖାଉଟ କଲ୍ୟାଣ ବିଭାଗର ଯେପରି ରାସନ କାର୍ଡରେ ବର୍ତ୍ତମାନ ସୁଦ୍ଧା 40 ଲକ୍ଷ ହିତାଧିକାରୀ ମାନଙ୍କୁ ବାଦ୍ ପକାଇବା ପାଇଁ ସରକାର ଘୋଷଣା କରିଛନ୍ତି, ଯେଉଁମାନଙ୍କର EKYC ବା CKYC ହୋଇନାହିଁ। ସେଇଭଳି ଭାବରେ ଉପଯୁକ୍ତ ପ୍ରକୃତ ଚାଷୀଙ୍କୁ ଏହା କରିବା ପାଇଁ ଦେଖିବା ପାଇଁ ବର୍ତ୍ତମାନ ଓଡ଼ିଶା ସରକାର ଏକ ଡାଟାବେସ୍, ଯେଉଁଟାକି ଡିଜିଟାଲ ମାଧ୍ୟମରେ ଏକ ଡାଟାବେସ୍ ପ୍ରସ୍ତୁତ କରିବାକୁ ଯାଉଛନ୍ତି। ଆମେ ଯେଭଳି ଆପଣମାନଙ୍କ ପୂର୍ବରୁ ଆମେ କୃଷକ ଓଡ଼ିଶା ଦେଖିଥିଲେ କିମ୍ବା ସଫଳ ମାଧ୍ୟମରେ ଆମେ ଚାଷୀ ଋଣ ଆପ୍ଲାଏ କରିବା ବା ଆବେଦନ ପାଇଁ ଆମେ ଦେଖିଥିଲେ, ସେଭଳି ଭାବରେ ଏହି ଡିଜିଟାଲ କାର୍ଡ ଗୋଟେ 14 ଟିକିଆ ନମ୍ବର ଚାଷୀମାନଙ୍କୁ ପ୍ରୋଭାଇଡ କରାଯିବ। ଯେ ଚାଷୀମାନଙ୍କୁ ଏହା ସାରା ଓଡ଼ିଶାରେ ଆମର ଯାହା ଜାନୁଆରୀ 1 ତାରିଖ ଠାରୁ ସରକାରଙ୍କ ଡିଜିଟାଲ କୃଷି ଅଧୀନରେ ଏକ କୃଷକ ରେଜିଷ୍ଟ୍ରି ହେବାକୁ ଯାଉଛି। ତେଣୁ ଏହା ବାବଦରେ ମୁଁ କିଛି ଆପଣମାନଙ୍କୁ ଇନଫର୍ମେସନ୍ ଦେଉଛି। ଏହା ହେଉଛି କୃଷକମାନଙ୍କର ସମସ୍ତ ଆଧାର କାର୍ଡ, ତାହାର ବାସସ୍ଥାନ, ତାହାର ବିଭିନ୍ନ ପ୍ରକାର ତାହାର ଜମି ଜମା, ଯାହାକି ଆମର ଜମି ଜମାର ବିବରଣୀ ସେଥିରେ ଅପଲୋଡ କରାଯିବ। ଏହା ମାଧ୍ୟମରେ ସରକାରଙ୍କର ବିଭିନ୍ନ ପ୍ରକାର ଯୋଜନା, ଯାହାକି ଆପଣଙ୍କର ସରକାର ଯୋଉ ବେନିଫିସିଆରୀ ମାନେ ଉପଯୁକ୍ତ ଚାଷୀ, କିଛି ଚାଷୀ ନଥାଇ ମଧ୍ୟ ସରକାରଙ୍କର ବିଭିନ୍ନ ପ୍ରକାର ସ୍କିମ୍ କି ସେମାନେ ନେଇଯାଉଛନ୍ତି। ଏଥିପାଇଁ ସରକାର ଗୋଟେ ଚିନ୍ତା କରିଛନ୍ତି ଯେ ଏହା ମାଧ୍ୟମରେ ଆମେ କିଛି ଉପଯୁକ୍ତ ଚାଷୀ ସରକାରଙ୍କ ଯୋଜନାରେ ତା ଲାଭବାନ ହେଇପାରିବେ। ତେଣୁ ସେ ଏହି ପ୍ରକାର ଯୋଜନା ଚିନ୍ତା କରିଛନ୍ତି। ଏହି ଯୋଜନାକୁ ସେ ଜାନୁଆରୀ 1 ତାରିଖରୁ ପ୍ରଥମ ଫେଜରେ ଜାନୁଆରୀ 1 ତାରିଖରୁ ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ଏହା ଉପଲବ୍ଧ ହେବ। କେଉଁଠାରୁ ଉପଲବ୍ଧ ମୁଁ ତାହାକୁ ସବିଶେଷ ବିବରଣୀ ଆପଣମାନଙ୍କୁ ପ୍ରଦାନ କରିବି। ଯେ କି ଆପଣମାନଙ୍କର ଏହା ଦ୍ୱାରା ଚାଷୀ, ଯୋଉଟା କି ଆପଣଙ୍କର ଗୋଟେ ଜଣେ ଆସିବା ପରେ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଆସିବା ପରେ ଯୋଉ ଆପଣଙ୍କର ପ୍ରଥମେ ଯୋଉ କେନ୍ଦ୍ର ସରକାରଙ୍କ ଦ୍ୱାରା PM କିଷାନ, ରାଜ୍ୟ ସରକାରଙ୍କ ଦ୍ୱାରା CM କିଷାନ କିମ୍ବା ବିଭିନ୍ନ ପ୍ରକାର ଯୋଜନା, ଯୋଉଟା କି ଆପଣଙ୍କର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏବଂ ବିଭିନ୍ନ ପ୍ରକାର ସରକାରଙ୍କ ଯୋଉ ସବସିଡି, ବିଭିନ୍ନ ପ୍ରକାର ସହାୟତା ସରକାରଙ୍କ ତରଫରୁ ମିଳୁଛି, ତାହାକୁ କିଛି ସରକାର ଉପଲବ୍ଧି କଲେ ଯେ ଅଣଚାଷୀ କିଛି ତାକୁ ହଡପ କରୁଛନ୍ତି। ତେଣୁ ଏହା ପ୍ରକୃତ ଚାଷୀ ମାନଙ୍କୁ ଉପଯୁକ୍ତ ଭାବରେ ସେ ଚାଷୀମାନଙ୍କୁ ଚିହ୍ନଟ କରିବା ପାଇଁ ଏହି ପ୍ରକାର ଏକ କୃଷକ ରେଜିଷ୍ଟ୍ରି ଆରମ୍ଭ କରିବାକୁ ଯାଉଛନ୍ତି। ତେଣୁ ଆପଣମାନଙ୍କୁ ଏହି ମାଧ୍ୟମରେ ମୁଁ ଆପଣମାନଙ୍କୁ ସୂଚିତ କରିବାକୁ ଚାହୁଁଛି ଯେ ଜାନୁଆରୀ 1 ତାରିଖ ଠାରୁ ସରକାର ଡିଜିଟାଲ କୃଷି ଅଧୀନରେ କୃଷକ ରେଜିଷ୍ଟ୍ରି କାର୍ଯ୍ୟ ପଞ୍ଚାୟତ ସ୍ତରୀୟ କ୍ୟାମ୍ପ ମାଧ୍ୟମରେ ଆରମ୍ଭ କରିବାକୁ ଯାଉଛନ୍ତି। ତେଣୁ ଏହା କେଉଁଠାରେ ହବ ନା ପଞ୍ଚାୟତରେ, ବିଭିନ୍ନ ପଞ୍ଚାୟତ ସ୍ତରୀୟ କ୍ୟାମ୍ପ, ପଞ୍ଚାୟତରେ ଚାଷୀଙ୍କ ପାଖକୁ ସରକାର ଯାଇ ତାଙ୍କର ପଞ୍ଚାୟତରେ ଏହା କୃଷକ ରେଜିଷ୍ଟ୍ରି ଆବେଦନ ହବ। ଏହା ପାଇଁ ଆପଣ ମାନେ ଚିନ୍ତା କରୁଥିବେ ଯେ ଏହାକୁ କଣ କଣ କାଗଜାତ ଆବଶ୍ୟକ ଦରକାର। ତେଣୁ ଜମି ଜମାର ରେକର୍ଡ ଯଦି ନିଜ ନାମରେ ଥିଲେ ସାଙ୍ଗରେ ନିହାତି ଭାବରେ ଆଣିବେ। ଯେ କଣ କଣ ଦରକାର, ତା ପାଇଁ ଗୋଟେ ଚାଷୀ ମାନଙ୍କର ନିଜସ୍ୱ ଆଧାର କାର୍ଡ ଏବଂ ଭୂଲେଖ ପଟା। ଆପଣ ମାନେ ଜାଣିଥିବେ ଓଡ଼ିଶା ସରକାରଙ୍କର ଯୋଉ ଲ୍ୟାଣ୍ଡ ଡାଟାବେସ୍ ଯୋଉ ଅଛି, ରେଭିନ୍ୟୁ ଡିପାର୍ଟମେଣ୍ଟ ଓଡ଼ିଶା ସରକାରଙ୍କର ରାଜସ୍ୱ ବିଭାଗର, ସେ ଯୋଉ ଭୂଲେଖ ଅଛି, ଯେଉଁଥିରେ କି ସମସ୍ତ ଜମି ଜମାର ତଥ୍ୟ ସେଇ ଜାଗାରେ ଉପଲବ୍ଧ ଅଛି, ମାନେ ପଟା ସବୁ ROR ଯୋଉଟା କହୁଛି। ତେଣୁ ସେଇ ଭୂଲେଖ ପଟା ନେଇକି ଯିବେ ଏବଂ ଆଧାର ସଂଯୁକ୍ତ ମୋବାଇଲ, ଯେଉଁ
ମୋବାଇଲଟି ଆଧାର ସହିତ ଲିଙ୍କ ଅଛି ତାହାକୁ ଆପଣ ନେଇକି ଯିବେ। ଯଦି ଆପଣଙ୍କ ଜମି ଜମା ରେକର୍ଡ ନିଜ ନାମରେ ନଥିଲେ କଣ କଣ ଆପଣ ଆଣିବେ? ଯଦି ଆପଣଙ୍କ ନାଁରେ ଯଦି ଜମି ଆପଣଙ୍କ ନାଁରେ ନାହିଁ ତାହେଲେ ଆପଣ କଣ କଣ ନେଇକି ଆଣିବେ? ତେଣୁ ଭୂଲେଖରେ ଥିବା ମୃତ ଜମିଧାରୀଙ୍କ ମୃତ୍ୟୁ ପ୍ରମାଣ ପତ୍ର, ତେଣୁ ଆପଣ ମାନଙ୍କର ଗୋଟେ ଡେଥ୍ ସାର୍ଟିଫିକେଟ୍ ଯଦି ଆପଣ ଜେଜେଙ୍କ ନାଁରେ ଅଛି କିମ୍ବା ଆପଣଙ୍କର କାହା ନାଁରେ ଅଛି, ଯଦି ସେ ତାଙ୍କର ଡେଥ୍ ସାର୍ଟିଫିକେଟ୍ ଆପଣ ନିଜ ନାଁରେ ସେ ଆପଣଙ୍କ ନାଁକୁ ପଟା ଆସିନାହିଁ ତାହେଲେ ତାଙ୍କ ଡେଥ୍ ସାର୍ଟିଫିକେଟ୍ ନେଇ ତାକୁ ନେଇ ସାଙ୍ଗରେ ଆଣିବେ। ଏବଂ ଉତ୍ତରାଧିକାରୀଙ୍କ ପ୍ରମାଣ ପତ୍ର, ଯଦି ତାଙ୍କର ଆପଣ ଉତ୍ତରାଧିକାରୀ ତାହେଲେ ତା ପ୍ରମାଣ ପତ୍ର ଯଦି ଆପଣ ବାବାଙ୍କ ନାଁରେ କିମ୍ବା କାହା ନାଁରେ ବି ଅଛି ତେଣୁ ଆପଣ ତାଙ୍କ ଉତ୍ତରାଧିକାରୀ ହିସାବରେ ଆପଣ ତାକୁ ପ୍ରମାଣ ପତ୍ର ଆପଣ ନେବେ। ଏବଂ ରେକର୍ଡ ସଂଶୋଧନ ପରେ ନିମ୍ନଲିଖିତ ମତେ କୃଷକ ରେଜିଷ୍ଟ୍ରି ପୋର୍ଟାଲରେ ପଞ୍ଜୀକୃତ କରିବେ। ଯଦି ଭାବରେ ଏହା କେଉଁଠାରେ ହବ, ଯେ ଆପଣଙ୍କର ଗ୍ରାମ ପଞ୍ଚାୟତ ସ୍ତରୀୟ କ୍ୟାମ୍ପ ସେଠାରେ ଉପଲବ୍ଧ ହେଇପାରିବ। ଏବଂ ଆଉ ଗୋଟେ ପୋର୍ଟାଲ ଅଛି ଯେଉଁଟାକି ଗଭର୍ଣ୍ଣମେଣ୍ଟ ଏଇ ପୋର୍ଟାଲଟି ଉପଲବ୍ଧ କରିଅଛି, କୃଷକ ରେଜିଷ୍ଟ୍ରି ପୋର୍ଟାଲ। ତାକୁ ମୁଁ ପରବର୍ତ୍ତୀ ମୁହୂର୍ତ୍ତରେ ଆପଣମାନଙ୍କୁ ତାର ଏକ ସମ୍ପୂର୍ଣ୍ଣ ଭିଡ଼ିଓ ଆଣିବି ଯେତେବେଳେ ଆପଣ ଷ୍ଟାର୍ଟ ହେଇଯିବ ଜାନୁଆରୀ 1 ତାରିଖ ଠାରୁ, ଯେଉଁଟାକି odfr.agristack.gov.in ସେଇ ଗୋଟେ କୃଷକ ରେଜିଷ୍ଟ୍ରି ପୋର୍ଟାଲ ଯେଉଁଟାକି odfr.agristack.gov.in। ଏହା ମାଧ୍ୟମରେ ଆପଣ ତାକୁ ଆପଣ ଜମି ଜମାର ସମସ୍ତ ଡିଟେଲ ଅପଲୋଡ କରିପାରିବେ। ଏବଂ ନିକଟସ୍ଥ ଜନସେବା କେନ୍ଦ୍ର ଆପଣଙ୍କ ପାଖରେ ଯଦି କିଛି ଜନସେବା କେନ୍ଦ୍ର ଅଛି ତେଣୁ ସେଠାରେ ମଧ୍ୟ ଆପଣ ଏହାକୁ ଯାଇକି ଆପଣଙ୍କ ଏଇ କୃଷକ ରେଜିଷ୍ଟ୍ରେସନ ଆପଣ ରେଜିଷ୍ଟ୍ରି ଆପଣ କରିପାରିବେ। ତେଣୁ ମୁଁ ଆଉଥରେ ଆପଣମାନଙ୍କୁ କହୁଛି, ମୋର ନୂଆ ଚ୍ୟାନେଲ ହେଉଛି ଜେକେପି ଇଣ୍ଡିଆ। ଆପଣ ଦୟାକରି ତାକୁ ଯଦି ସବସ୍କ୍ରାଇବ କରିନାହାନ୍ତି ତେବେ ସବସ୍କ୍ରାଇବ କରିଦିଅନ୍ତୁ। ଏବଂ ଏ ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିବ ତାହେଲେ ଆପଣଙ୍କୁ ଲାଇକ୍ କମେଣ୍ଟ ଏବଂ ସେୟାର କରିବାକୁ ଜମାରୁ ଭୁଲିବେ ନାହିଁ ଜେକେପି ଇଣ୍ଡିଆକୁ। ତେଣୁ ଏଇ ଯେଉଁ ଆପଣଙ୍କ ଜମି କୃଷକ ରେଜିଷ୍ଟ୍ରେସନଟି ଆପଣ ଦୟାକରି ଜାନୁଆରୀ 1 ତାରିଖ ଠାରୁ ମାର୍ଚ୍ଚ 31 ପର୍ଯ୍ୟନ୍ତ, ଯୋଉଟାକି ପ୍ରଥମ ପେଜ୍ ରହୁଛି, ତା ପରବର୍ତ୍ତୀ ସମୟରେ ସରକାର ହୁଏତ ନିଷ୍ପତ୍ତି ନେଇପାରନ୍ତି, ଆକୁ କିଛି ନ ବି ବଢ଼ାଇ ପାରନ୍ତି। ତେଣୁ ଆପଣ ଏହାକୁ ମାଧ୍ୟମରେ ଆପଣ ଯାଇକି ସେଠାରେ ଆପଣ ସମସ୍ତ ଯାହା ଯାହା କହିଲି ଯୋଉ ଯୋଉ ଡକ୍ୟୁମେଣ୍ଟ ତାକୁ ଆପଣଙ୍କୁ ମୁଁ ଆପଣମାନଙ୍କ ଆକୁ PDF ମାଧ୍ୟମରେ ଆପଣଙ୍କୁ ଦେଇଦେବି। ତେଣୁ ଆପଣ ଏଇ ଡକ୍ୟୁମେଣ୍ଟ ନେଇ ଆପଣ ତାହାକୁ ଅପଲୋଡ ସେ ଜାଗାକୁ ଯାଇ ଆପଣଙ୍କ ନାଁରେ କୃଷକ ରେଜିଷ୍ଟ୍ରି କରନ୍ତୁ ଏବଂ ସରକାରଙ୍କ ସମସ୍ତ ଯେକୌଣସି ସରକାରଙ୍କ କୃଷକ ସହାୟତା ତାହା ନିଶ୍ଚିତ ପାଇବେ। ଏହା ଏକ ଓଡ଼ିଶା ସରକାରଙ୍କର ଏକ ପ୍ରୟାସ, ଯାହାକି ଆପଣ ଯଦି ଆପଣଙ୍କର ଯଦି କିଛି ଆପଣ ଅଧିକ ଜାଣିବାକୁ ଚାହୁଁଛନ୍ତି ତାହେଲେ ସେଇ କମେଣ୍ଟରେ ଆପଣ କମେଣ୍ଟ କରନ୍ତୁ। ଯାହାକି ଆମର କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା ଏହା ଆପଣ ଗୋଟେ ଏଇ କୃଷକ ରେଜିଷ୍ଟ୍ରେସନ ପୋର୍ଟାଲଟି ଉପଲବ୍ଧ ହେଉଅଛି। ମୁଁ ପରବର୍ତ୍ତୀ ମୁହୂର୍ତ୍ତରେ ଆପଣଙ୍କର କେଉଁ ଭଳିଆ ରେଜିଷ୍ଟ୍ରେସନ ପଞ୍ଜୀକରଣ ହେବ, କେମିତି କ'ଣ ହେବ, ମୁଁ ସେ ବିଷୟରେ ଆପଣଙ୍କୁ ବିବରଣୀ ଦେବି। ଏବଂ ଏହାପରେ ସଫଲ କୃଷକ ଓଡ଼ିଶାର ମଧ୍ୟ ଡାଟା ମୁଁ ଆପଣଙ୍କୁ ମାନେ କି କେଉଁ ଭଳିଆ ରେଜିଷ୍ଟ୍ରେସନ ହେବ ତାକୁ ମଧ୍ୟ ମୁଁ ଆପଣଙ୍କୁ ବିବରଣୀ ପ୍ରଦାନ କରିବି। ଏବଂ ଯଦି ଆପଣ ଏହାର ମଧ୍ୟ ସେ କହିଛନ୍ତି ଯଦି ଅଧିକ ସୂଚନା ପାଇଁ ଜାନୁଆରୀ 1 ତାରିଖ ଠାରୁ ଜାନୁଆରୀ 1 2025 ତାରିଖ ଠାରୁ 1555333ରେ ମଧ୍ୟ ଆପଣ ଯୋଗାଯୋଗ କରିପାରିବେ। ତେଣୁ ମୁଁ ଆପଣମାନଙ୍କୁ ଆଉଥରେ ମୁଁ ନମସ୍କାର ଜଣାଉଛି। ଆଉ ଆପଣମାନେ ଏଇ ମୋର ନୂଆ ୟୁଟ୍ୟୁବ୍ ଚ୍ୟାନେଲ୍ ଜେକେପି ଇଣ୍ଡିଆକୁ ଆପଣ ମୋର ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣ ନିଶ୍ଚିତ ଭାବରେ ଭଲ ପାଇବା ଦେବେ, ଏହା ମୋର ବିଶ୍ୱାସ ଏବଂ ମୋର ଆଶା। ତେଣୁ ଧନ୍ୟବାଦ। ଜୟ ଜଗନ୍ନାଥ। ବନ୍ଦେ ଉତ୍କଳ ଜନନୀ।